ଗଜକେଶରୀ ରାଜଯୋଗ। ରାଜତୁଲ୍ୟ ସୁଖ ପ୍ରଦାନ କରିବେ ଗଜକେଶରୀ ରାଜଯୋଗ। ଭାଗ୍ୟ ବଦଳାଇବ ଗଜକେଶରୀ ରାଜଯୋଗ। ଏହି 4 ରାଶିଙ୍କର ଆରମ୍ଭ ହେବ ଶୁଭ ଦିନ। ନମସ୍କାର, ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ମୁଁ ମୋ ଚ୍ୟାନେଲକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛି। ତାହେଲେ ଆଜିର ଭିଡ଼ିଓଟା ଆସନ୍ତୁ ଦେଖିବା। ଆଜି ହେଉଛି ଗଜକେଶରୀ ରାଜଯୋଗ ବିଷୟରେ ମୁଁ ଭିଡ଼ିଓ ଆଣିକି ଆସିଛି। ତ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ଅନୁରୋଧ। ତାହେଲେ ଆସନ୍ତୁ କେଉଁ କେଉଁ ରାଶି ଉପରେ ଏହି ଯୋଗ ପଡ଼ିଛି ପ୍ରଥମେ ଆମେ ଜାଣିବା ରାଜଯୋଗ ବିଷୟରେ। ତାହେଲେ ଆସନ୍ତୁ ଡେରି ନକରି ଭିଡ଼ିଓଟିକୁ ଆରମ୍ଭ କରିବା। ଭଲ ଲାଗିଲେ ଲାଇକ୍ ସେୟାର କମେଣ୍ଟ ନିଶ୍ଚୟ କରିଦେବେ। ଯେଉଁମାନେ ନୂଆ ଅଛନ୍ତି ସେମାନେ ସବସ୍କ୍ରାଇବ୍ ମଧ୍ୟ କରିଦେବେ। ତାହେଲେ ଆସନ୍ତୁ ଭିଡ଼ିଓଟିକୁ ଆରମ୍ଭ କରିବା। ଆସନ୍ତୁ ପ୍ରଥମେ ଆମେ ଜାଣିବା ଏହି ଗଜକେଶରୀ ରାଜଯୋଗଟି କ'ଣ। ତେବେ ଦର୍ଶକ ବନ୍ଧୁ, ଚନ୍ଦ୍ର ହେଉଛନ୍ତି ମଣିଷର ମନ ଏବଂ ଚିନ୍ତା ଶକ୍ତି, ସ୍ମରଣ ଶକ୍ତିକୁ ନିଜ ଆୟତ୍ତରେ ରଖନ୍ତି, ମାନେ ନିୟନ୍ତ୍ରଣ କରନ୍ତି, ଏବଂ ବୃହସ୍ପତି ବୁଦ୍ଧି ଜ୍ଞାନକୁ ନିୟନ୍ତ୍ରଣ କରନ୍ତି। ଏହି 2 ଗ୍ରହ ଯଦି ଗୋଟିଏ ରାଶିରେ ମିଳନ ହୁଅନ୍ତି ତାକୁ ଗଜକେଶରୀ ଯୋଗ ବୋଲି କୁହାଯାଏ। ଆହୁରି ମଧ୍ୟ ଜନ୍ମ ଜାତକରେ ଗୋଟିଏ ସ୍ଥାନ ଅର୍ଥାତ୍ ଚନ୍ଦ୍ର ନିଜ ସ୍ଥାନରେ ଥିଲାବେଳେ ବୃହସ୍ପତି ଗ୍ରହ କେନ୍ଦ୍ରରେ ଥିଲେ ଏହାକୁ ମଧ୍ୟ ଗଜକେଶରୀ ଯୋଗ ବୋଲି କୁହାଯାଏ। ଯାହା ରାଶି ବା ଜାତକରେ ଏହି ଯୋଗ ଆସେ ସେହି ବ୍ୟକ୍ତି ବେଶ ସୁନାମ ଅର୍ଜନ କରିଥାନ୍ତି, ରାଜମୁକୁଟ ମୁଣ୍ଡରେ ପିନ୍ଧିଥାନ୍ତି, ରାଜନୀତି କ୍ଷେତ୍ରରେ ବେଶ ସଫଳତାର ଅଧିକାରୀ ମଧ୍ୟ ହୋଇଥାନ୍ତି। ତ ଦର୍ଶକ ବନ୍ଧୁ, ଏହି ଯୋଗ ଫଳରେ ବ୍ୟକ୍ତିର ବହୁତ ଦୋଷର ମଧ୍ୟ ଖଣ୍ଡନ ହୋଇଥାଏ। ଏହି ଯୋଗ ହେଉଛି ହାତୀ ଏବଂ ସିଂହର ଯୋଗ। ତ ଦର୍ଶକ ବନ୍ଧୁ, ତାର ଅର୍ଥ ହେଉଛି ଗଜ ହେଉଛି ହାତୀ ଏବଂ କେଶରୀ ହେଉଛି ସିଂହ। ସେହି ହାତୀ ଏବଂ ସିଂହ ଭଳି ସାହସ ଏହି ଯୋଗର ବ୍ୟକ୍ତିଠାରେ ରହିଥାଏ। ଆହୁରି ମଧ୍ୟ ଏହି ଯୋଗ ଯୋଗୁଁ ବ୍ୟକ୍ତିର ଜ୍ଞାନ ବହୁତ ମାତ୍ରାରେ ଥାଏ। ତ ଦର୍ଶକ ବନ୍ଧୁ, ଏହା ଫଳରେ ରାଜତୁଲ୍ୟ ପୂଜା ପାଇଥାଏ। ଏବେ ଆସନ୍ତୁ ଜାଣିବା କେଉଁ କେଉଁ ରାଶିରେ ଏହି ଯୋଗ ରହିଛି ଏବଂ କେଉଁ ରାଶିର ବ୍ୟକ୍ତି ବିଶେଷ ଏହାର ଅଧିକାରୀ ଅଟନ୍ତି। ତେବେ ଦର୍ଶକ ବନ୍ଧୁ, ଆସନ୍ତୁ ଭିଡ଼ିଓଟା ଆଗକୁ ବଢ଼ିବା। ବର୍ତ୍ତମାନ ବୃହସ୍ପତି ମେଷ ରାଶିରେ ଥିବା ବେଳେ ସେହି ରାଶିକୁ ଚନ୍ଦ୍ରଚଳନ ଏପ୍ରିଲ 30 ତାରିଖ ସକାଳ 8:35 ସମୟରେ ଚଳନ କରିବେ। ଦୀର୍ଘ 50 ବର୍ଷ ପରେ ଗୋଟିଏ ରାଶିରେ ବୃହସ୍ପତି ଏବଂ ଚନ୍ଦ୍ରଙ୍କ ମିଳନ ଯୋଗୁଁ ଏହି ଯୋଗ ମାନେ ଗଜକେଶରୀ ଯୋଗ ରାଜଯୋଗର ସୃଷ୍ଟି ହୋଇଛି। ତାହେଲେ ଆସନ୍ତୁ ଜାଣିବା ସେହି ବିଷୟରେ ଆହୁରି କିଛି। ଏହି କାରଣରୁ କିଛି ରାଶିର ବ୍ୟକ୍ତିଙ୍କୁ ମେ ମାସ ଆରମ୍ଭରୁ ଶୁଭ ଫଳ ମିଳିବ। ତେବେ ଦର୍ଶକ ବନ୍ଧୁ, ଆସନ୍ତୁ ଜାଣିବା କେଉଁ ରାଶିର ଲୋକେ ଏହି ଶୁଭ ଫଳ ପାଇବେ ବା ଏହି ରାଶିର ଏହି ଯୋଗର ଅଧିକାରୀ ହେବେ, ଗଜକେଶରୀ ରାଜଯୋଗର ଅଧିକାରୀ ହେବେ। ତ ଦର୍ଶକ ବନ୍ଧୁ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାନ୍ତି, ତାହା ଆମେ ସମସ୍ତେ ଜାଣିଛୁ। 9ଟି ଗ୍ରହ ମଧ୍ୟରୁ ବୃହସ୍ପତିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଇଛି। ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ସନ୍ତାନ, ଧନ, ଦାନ, ପୁଣ୍ୟ ଏବଂ ବୁଦ୍ଧିର କାରକ ବୋଲି ବିବେଚନା କରାଯାଏ। ବୃହସ୍ପତି ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବା ପାଇଁ 13 ମାସ ସମୟ ନିଅନ୍ତି। ତେବେ ଦର୍ଶକ ବନ୍ଧୁ, ବର୍ତ୍ତମାନ ବୃହସ୍ପତି ମେଷ ରାଶିରେ ଅବସ୍ଥାନ କରିଛନ୍ତି। ଏହି ମେଷ ରାଶିରେ ଥିବାବେଳେ ସେହି ରାଶିକୁ ଚନ୍ଦ୍ରଚଳନ ଏପ୍ରିଲ 30 ତାରିଖ ସକାଳ 8:35 ସମୟରେ ଚଳନ କରିବେ। ଦୀର୍ଘ 50 ବର୍ଷ ପରେ ଗୋଟିଏ ରାଶିରେ ବୃହସ୍ପତି ଏବଂ ଚନ୍ଦ୍ରଙ୍କ ମିଳନ ଯୋଗୁଁ ଗଜକେଶରୀ ରାଜଯୋଗ ବା ଗଜକେଶରୀ ମହାଯୋଗର ସୃଷ୍ଟି ହେଉଛି। ତାହେଲେ ଏହି ଯୋଗ କାହା ପାଇଁ କି ପ୍ରକାର ଫଳ ଆଣିଛି, କେଉଁ ରାଶି ପାଇଁ ଶୁଭ ଫଳ ଆଣିଛି, ତାହା ଆମେ ଏହି ଭିଡ଼ିଓରେ ଜାଣିବା। ଏହି କାରଣରୁ କିଛି ରାଶିର ବ୍ୟକ୍ତିଙ୍କୁ ମେ ମାସ ଆରମ୍ଭରୁ ଶୁଭାଶୁଭ ମିଳିବ। ତ ଦର୍ଶକ ବନ୍ଧୁ, ଆସନ୍ତୁ ଜାଣିବା କେଉଁ ରାଶିର ଲୋକେ ଏହି ଶୁଭ ଫଳ ପାଇବେ ବା ଏହି ଶୁଭ ଫଳର ଅଧିକାରୀ ହେବେ। ପ୍ରଥମେ ଆମେ ଜାଣିବା ମେଷ ରାଶି ବିଷୟରେ। ଏହି ଗଜକେଶରୀ ରାଜଯୋଗ କାରଣରୁ ଏହି ରାଶିର ଲୋକେ ମେ ମାସ ଆରମ୍ଭରୁ ଶୁଭ ଫଳ ପାଇବେ। ତ ଦର୍ଶକ ବନ୍ଧୁ, ଦୀର୍ଘ ଦିନ ଧରି ଲାଗିଥିବା ସମସ୍ୟାର ମଧ୍ୟ ଅନ୍ତ ଘଟିବ। ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବା ସହ ଧାର୍ମିକ ଯାତ୍ରା କରିପାରନ୍ତି। ଆହୁରି ମଧ୍ୟ ଦର୍ଶକ ବନ୍ଧୁ, ଏହି ମହାଯୋଗ ଯୋଗୁଁ ଏହି ରାଜଯୋଗ ଯୋଗୁଁ
ନିଜ ଘରେ କିଛି ମାଙ୍ଗଳିକ କାର୍ଯ୍ୟ ମଧ୍ୟ ସମ୍ପାଦନ କରିପାରନ୍ତି। ଆୟ ବଢ଼ିବା ସହ ନୂତନ ଚାକିରିରେ ମଧ୍ୟ ପାଇପାରନ୍ତି। ଯଦି ଏହି ସମୟରେ ଆପଣ କୌଣସି ନୂତନ ଯୋଜନା ଆରମ୍ଭ କରିବାକୁ ଚାହୁଁଛନ୍ତି ତାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବେ। ତ ଦର୍ଶକ ବନ୍ଧୁ, ଏହି ସମୟ ହେଉଛି ଆପଣଙ୍କ ପାଇଁ ପୁରା ଠିକ୍ ସମୟ। ବୃହସ୍ପତି ଆପଣଙ୍କ ରାଶିର ନବମ ଏବଂ ଦ୍ୱାଦଶ ସ୍ଥାନରେ ଅଧିପତି ଅଟନ୍ତି। ଏହା ଯୋଗୁଁ ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ସହଯୋଗ କରିବ। ତ ଦର୍ଶକ ବନ୍ଧୁ, ଆହୁରି ମଧ୍ୟ ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ବଢ଼ିବ। ଏବେ ଆସନ୍ତୁ ଜାଣିବା ଆମେ କର୍କଟ ରାଶି ବିଷୟରେ। ଏହି ଗଜକେଶରୀ ରାଜଯୋଗ ତାଙ୍କ ପାଇଁ ବି ଆଣିଛି ଶୁଭ ଫଳ। ଏହି ରାଶିର ଲୋକଙ୍କୁ ମାଲେମାଲ କରିବ। ମେ ମାସ ଆରମ୍ଭରୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ତେବେ ଦର୍ଶକ ବନ୍ଧୁ, ଏହି ଅବଧି ମଧ୍ୟରେ ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ମଧ୍ୟ ସମ୍ପାଦନ ହେବ। ଜୀବନସାଥୀଙ୍କ ସହ ବେଶ ହସ ଖୁସିର ସମୟ ମଧ୍ୟ ବିତାଇବେ। ସମ୍ପର୍କର ମଧୁରତା ବି ଆସିବ। ଧନ ଏବଂ ଆୟ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି। ଦର୍ଶକ ବନ୍ଧୁ, ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ମାନେ ଅଟକି ଯାଇଥିବା ସମସ୍ୟାର ମଧ୍ୟ ଦୂର ହେବ। ଭ୍ରମଣ ଯୋଗ ମଧ୍ୟ ରହିଛି। ଆପଣଙ୍କୁ ଦୂର ଜାଗାକୁ ମଧ୍ୟ ଯାଇପାରିବେ। ସନ୍ତାନ ପ୍ରାପ୍ତି ହେବାର ମଧ୍ୟ ସୁଖ ସମୟ ଆସିଯାଇଛି। ଆହୁରି ମଧ୍ୟ ଦର୍ଶକ ବନ୍ଧୁ, କାର୍ଯ୍ୟାଳୟରେ ପଦୋନ୍ନତି ବା ପ୍ରମୋସନ ସମ୍ଭାବନା ମଧ୍ୟ ରହିଛି। ଅବିବାହିତ ଲୋକଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ମଧ୍ୟ ଆସିପାରେ। ଗୃହରେ ଆପଣ ମାଙ୍ଗଳିକ କାର୍ଯ୍ୟର ମଧ୍ୟ ସୂଚନା ଦେଖା ଦେଇଛି। ତାହେଲେ ଏବେ ଆସନ୍ତୁ ଜାଣିବା ସିଂହ ରାଶି ବିଷୟରେ। ତ ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି। ବିବାହ ନେଇ ଲାଗି ରହିଥିବା ସମସ୍ୟା ମଧ୍ୟ ଦୂର ହେବ। ବିବାହ ମଧ୍ୟ ହୋଇଯିବ। ବୃହସ୍ପତିଙ୍କ ଆଶୀର୍ବାଦରୁ ବୈବାହିକ ଜୀବନରେ ମଧୁରତା ଆସିବ। ଆହୁରି ମଧ୍ୟ ଦର୍ଶକ ବନ୍ଧୁ, କିଛି ଧାର୍ମିକ କାର୍ଯ୍ୟରେ ମଧ୍ୟ ଆପଣ ନିଜକୁ ସାମିଲ କରିପାରିବେ। ଧାର୍ମିକ କାର୍ଯ୍ୟ ପାଇଁ ମନ ବଳାଇବେ। ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଆହୁରି ମଧ୍ୟ ଦର୍ଶକ ବନ୍ଧୁ, ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ମଧ୍ୟ ଦୂର ହେବ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବେ। ନୂତନ ଯାନ ତଥା ଜମି କିଣିବା ନେଇ ଯୋଗ ରହିଛି। ବିଶେଷ କରି ରାଜନୈତିକ ଲୋକଙ୍କ ପାଇଁ ସମୟ ବେଶ ଅନୁକୂଳ ରହିଛି। ଏବେ ଆସନ୍ତୁ ଜାଣିବା ଆମେ ଧନୁରାଶି ବିଷୟରେ। ଗଜକେଶରୀ ରାଜଯୋଗ ତାଙ୍କ ପାଇଁ ବି ଆଣିଛି ଶୁଭ ଫଳ। ଏହି ମାସରୁ ଆରମ୍ଭ ରାଶିର ଲୋକଙ୍କ ଉପରେ ହାତୀ ସୁନା କଳସ ଢାଳିବ, ମାନେ ସୁନା ମକୁଟ ପିନ୍ଧିବେ, ଅର୍ଥାତ୍ ମାନ ସମ୍ମାନ ପାଇବେ। ଆହୁରି ମଧ୍ୟ ଦର୍ଶକ ବନ୍ଧୁ, ନିଜ ସନ୍ତାନଙ୍କ ମାନଙ୍କ ଠାରୁ ବି ଖୁସି ପାଇବେ। କର୍ମକ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତି ମଧ୍ୟ ମିଳିପାରେ, ମାନେ ପ୍ରମୋସନ ଯୋଗ ମଧ୍ୟ ରହିଛି। ଆୟ ବଢ଼ିବ, ମାନେ ଦ୍ୱିଗୁଣିତ ହେବ। ଆହୁରି ମଧ୍ୟ ଦର୍ଶକ ବନ୍ଧୁ, ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି। ବଡ଼ ବିଲ୍ ବା ବଡ଼ ଯୋଜନା ମଧ୍ୟ ଫାଇନାଲ ହୋଇପାରେ। ଏହି ଅବଧି ମଧ୍ୟରେ ଆପଣ ନୂଆ ଗାଡ଼ି କିଣିପାରନ୍ତି। ଜମିଜମା କିଣିବାର ମଧ୍ୟ ଯୋଗ ରହିଛି। ପୈତୃକ ସମ୍ପତ୍ତିରୁ ମଧ୍ୟ ଲାଭ ପାଇପାରିବେ। ଆହୁରି ମଧ୍ୟ ଦର୍ଶକ ବନ୍ଧୁ, ସ୍ୱାସ୍ଥ୍ୟରେ ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଦୀର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ମଧ୍ୟ ରାୟ ଆପଣଙ୍କ ସପକ୍ଷରେ ଯିବ। ତାହେଲେ ମୋଟାମୋଟି ଭାବେ କହିବାକୁ ଗଲେ ଏହି ଚାରି ରାଶିର ଫଳ ବହୁତ ଶୁଭ ଅଛି ଏହି ରାଜଯୋଗ ପାଇଁ। ତ ଗଜକେଶରୀ ରାଜଯୋଗ ଆପଣଙ୍କ ପାଇଁ ଆଣିଯାଇଛି ଶୁଭ ଫଳ ବା ଶୁଭ ସମୟ। ତାହେଲେ ଦର୍ଶକ ବନ୍ଧୁ, ଯଦି ଆପଣଙ୍କର ଏହି ରାଶି ତାହେଲେ କମେଣ୍ଟ ବକ୍ସରେ ଆପଣ ଓମ୍ ନମଃ ଶିବାୟ ଲେଖିବାକୁ ଜମା ବି ଭୁଲିବେ ନାହିଁ। ତ ଦର୍ଶକ ବନ୍ଧୁ, ଆପଣଙ୍କ ସହିତ ଆପଣଙ୍କ ପରିବାର ମଧ୍ୟ ହସ ଖୁସିରେ ରହନ୍ତୁ। ନମସ୍କାର, ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ।